ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଖେମାଲୁଏ ପଞ୍ଚାୟତ ଅନ୍ତର୍ଗତ ମେଘନାଥ ଗ୍ରାମରେ ଗତ ବିଳମ୍ବିତ ରାତିରେ ଏକ ହାତୀ ଅଙ୍ଗନବାଡି କେନ୍ଦ୍ର ଭାଙ୍ଗି ଦେଇଥିବା ବେଳେ ମେଘନାଥର ମେଲିଆ ଭଏଁସାଙ୍କ ଘର ଭାଙ୍ଗି ଧାନ ଚାଉଳ ସହ ଅନେକ ସାମଗ୍ରୀ ନଷ୍ଟ କରିବା ସହ ନିରାକାର ପ୍ରଧାନଙ୍କ 1 ଏକରର ଗୋଟିଏ ପନିପରିବା ବାରି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବାର ସୂଚନା ମିଳିଛି। ବନ ବିଭାଗ କର୍ମଚାରୀ ପହଞ୍ଚି ଅନଲାଇନ୍ ଆପ୍ଲାଏ କଲେ କିଛି ସହାୟତା ରାଶି ମିଳିବ ବୋଲି କହିଥିବାର ସୂଚନା ମିଳିଛି। କାଲି ହାତୀ ଆସିକି କାଣା କ୍ଷତି କାଣା କରିଛି ଟିକେ କହିବେ। ହାତୀ କାଲି 11-12 ବଜେ ଆଇছে ଆମେ ଜାଣି ନାଇଁ ପାରି ଆସିକିରି ସେ ଅଙ୍ଗନବାଡ଼ି ଘର ଭାଙ୍ଗିଛେ। ତାପରେ ଆମର ବାର ସୀମାରେ ଗୋଟେ ହେଟା ଦୋକାନ କରିଥିଲା ଜଣେ ପିଲାଟେ ସେ ଦୋକାନ ଭାଙ୍ଗି ଦେଇଛେ ତା ସାମାନ ପତ୍ର ସବୁ ଖାଇ ଦେଇଛେ। আর আমার এই বারকে এটা ঢুকিকি পুরা আমার মাখন খাই দিয়ে তারপরে কদলী গছ ଥିଲା খাই দিয়ে কুসারি ଥିଲା খাই দিয়ে মাখন খাইয়ে লকা খাইয়ে এমতি এখানে পুরা আমার সব পুরা কুড়কুড়ি ছান মাড়ি মুড়াকি কেচকেচা করিকি সব খাই খুয়া দিয়ে আর তো দিন যাক ইড়ে মাকড় যুগি যুগি মরুছু রাতি বেল হলে হাতি আসিকি খাউছে আর কেন সেমিতি কাঁ ফরেস্ট বালে ବି ଆସିକି কিছু এটা করবার নাই তাহলে আনিকি রাতিরে তাহলে ସବୁଆଡ଼ୁ ଆସିକିରି ସବୁ ଏମିତି କେଚକେଚା କରିକି ଖାଇଦିଏ। বন বিভাগ বালে আসিলে কাଣା কহিলে কাଣା ବନ ବିଭାଗ ଗଲେ ଆସିକିରି ଏଟା ଦେଖିଲେ আর ତାହେଲେ ତୁମେ ଅନଲାଇନ୍ ଆପ୍ଲାଏ କର କ୍ଷତିପୂରଣ ପାଇବ ବୋଲିକିରି କହୁଥିଲେ। ତାପରେ ସେଟା କ୍ଷତିପୂରଣ ଦେବେ କି ନାଇଁ ଦିଅନ୍ କି କାଁ କରିବେ କାହିଁ କହିପାରମୁ ହେଲେ